ଦିନେ ଜଙ୍ଗଲରେ ରେବତୀ ଡାହାଣୀ ତା ଦିଦିକୁ କହିଲା, ଦିଦି, ମୁଁ କେବେଠୁ ଗାଁ ଭିତରକୁ ଯାଇନି। ମୋତେ ଏ ଜଙ୍ଗଲରେ ରହି ରହି ଭାରି ବିରକ୍ତ ଲାଗିଲାଣି। ତୁ ମୋତେ ଟିକେ ଅନୁମତି ଦେଲେ ମୁଁ ଗାଁ ଆଡ଼େ ବୁଲି ଆସନ୍ତି। ତାପରେ ଡାହାଣୀ ଦିଦି କହିଲା, ନାଇଁ ରେବତୀ, ତୁ ସେ କଥା କହନା। ତୁ କ'ଣ ଜାଣିନୁ ମଣିଷମାନେ କେମିତି? ମଣିଷମାନେ ସ୍ୱାର୍ଥପର। ସେ କେବଳ ତାଙ୍କର ହିଁ ସ୍ୱାର୍ଥ ଦେଖନ୍ତି। ତାପରେ ରେବତୀ ଡାହାଣୀ କହିଲା, ପ୍ଲିଜ୍ ଦିଦି, ତୁ ସେମିତି କହନା, ନହେଲେ ମୁଁ କିଛି ବି ଖାଇବିନି। ମୁଁ ତତେ କଥା ଦେଉଛି, ମୁଁ ରୂପ ବଦଳେଇକି ଯିବି, ଆଉ ମୋତେ କିଏ ବି ଚିହ୍ନି ପାରିବେନି। ହେଲେ ମାତ୍ର 2 ଦିନ ପାଇଁ। ଏବଂ ଯଦି ତୁ ଅଧିକ ସମୟ ସେଠି ରହିବୁ, ମୁଁ ନିଜେ ତୋ ପାଖକୁ ଯିବି ଆଉ ତତେ ଟାଣି ଟାଣି ଆଣିବି। ରେବତୀ ଡାହାଣୀ କହିଲା, ହଉ ଦିଦି, ହଉ। ତାପରେ ରେବତୀ ଡାହାଣୀ ଜଙ୍ଗଲ ରାସ୍ତା ଦେଇ ଗାଁ ଭିତରକୁ ଗଲା, ଆଉ ଗାଁ ମୁହଁରୁ ତା ରୂପ ବଦଳେଇ ଦେଲା। ଗୋଟିଏ ସୁନ୍ଦର ଝିଅ ହୋଇଗଲା। ତାପରେ ଭାବିଲା, ମୁଁ ଏବେ ରହିବି କୋଉଠି? ଏବେ ତ ଏତେ ରାତି ହୋଇଗଲାଣି। ଏମିତି ଭାବି ଭାବି ସେ ଠିଆ ହୋଇଥାଏ। ତାପରେ ରୂପେଶ ଆସିଲା। ରୂପେଶ କହିଲା, ହେ, ତୁମେ କିଏ? ତୁମେ ତ ଆମ ଗାଁର ଝିଅ ନୁହଁ। ରେବତୀ କିଛି ନ କହି ଚୁପ୍ ରହିଲା, ଆଉ ଭାବିଲା ମୋତେ ଆଉ କିଏ ଚିହ୍ନି ଦେବନି ତ। ତାପରେ ରୂପେଶ କହିଲା, ହ୍ୟାଲୋ, ତୁମକୁ ଶୁଭୁଛି ନା ନାହିଁ? ତାପରେ ରେବତୀ କହିଲା, କ୍ଷମା କରିବେ, ମୁଁ ଟିକେ ଅନ୍ୟମନସ୍କ ଥିଲି। ତାପରେ ରୂପେଶ କହିଲା, ଆଚ୍ଛା, ତମେ ଏଠି କ'ଣ କରୁଛ? ଏତେ ରାତି ହେଲାଣି। କଥା କ'ଣ କି, ମୁଁ ଆର ଗାଁର ଝିଅ। ମୋ ଦେହ ଟିକେ ଖରାପ ଲାଗିବାରୁ ମୁଁ ଆମ ଗାଁକୁ ଯାଇପାରିଲିନି। ଏବଂ ମୋର ଏଠି କିଏ ଚିହ୍ନା ବି ନାହାନ୍ତି। ମୁଁ ଏବେ ରହିବି କୋଉଠି? ହେ ଭଗବାନ! ତାପରେ ରୂପେଶ କହିଲା, ତମେ ଚିନ୍ତା କରନି, ଆମ ଘରେ ରହିଯିବ। ଏମିତି ବି ଆମ ଘରେ କିଏ ନାହାନ୍ତି। ଖାଲି ମୋ ମା ଆଉ ମୋ ସାନ ଭଉଣୀଟିଏ ଅଛି। ତାପରେ ତମେ ଏତେ ସୁନ୍ଦର ଯେ ସେମାନେ ତମକୁ ଦେଖିଲେ ଖୁସି ହୋଇଯିବେ। ତାପରେ ରେବତୀ ରାଜି ହୋଇ ରୂପେଶ ସହ ତା ଘରକୁ ଗଲା। ତା ମା ରେବତୀକୁ ଦେଖି କହିଲା, ଆରେ ରୂପେଶ, ଏ ଝିଅଟି କିଏ? ରୂପେଶର ଭଉଣୀ କହିଲା, ହେ ଭଗବାନ, ଇଏ କେତେ ସୁନ୍ଦର ଝିଅଟା ମ। ମା, ଇଏ ହେଉଛନ୍ତି ରେବତୀ, ଆମ ଗାଁ ପାଖ ଗାଁର ଝିଅ। ରାତି ହୋଇଯିବାରୁ ସେ ତାଙ୍କ ଗାଁରେ ପହଞ୍ଚି ପାରିଲେନି। ତାପରେ ରୂପେଶର ମା କହିଲା, ହଉ ବାବା, ହଉ, ଭଲ ହେଲା। ପିଲାମାନେ, ହାତ ମୁହଁ ଧୋଇକି ଆସ, ମୁଁ ଖାଇବା ବାଢ଼ୁଛି। ତାପରେ ସମସ୍ତେ ଖାଇବା ଖାଇଲେ, ଆଉ ରେବତୀକୁ ରୂପେଶର ଭଉଣୀ ପାଖରେ ଶୋଇବାକୁ କୁହାଗଲା। ତାପରେ ରେବତୀ ଆଉ ରୂପେଶର ଭଉଣୀ ଗୋଟିଏ ଖଟରେ ଶୋଇଲେ, ଆଉ ରୂପେଶର ମା ତଳେ ଶୋଇଲେ। ରେବତୀ କହିଲା, ଆରେ, ଏମାନେ ଶୋଇଲେଣି ତ? ମୁଁ ରାତି 12ଟାରେ ନିଜ ଡାହାଣୀ ରୂପକୁ ପରିବର୍ତ୍ତନ ହୋଇଯିବି, କାରଣ ସେ ଆମ ଅଶୁଭ ସମୟ। ତାପରେ ରାତି 12ଟା ହେଲା, ଆଉ ରୂପେଶର ଭଉଣୀ କହିଲା, ରେବତୀ ଦିଦି, ତମ ନଖ ଗୁଡ଼ା ଏତେ ବଡ଼ କାହିଁକି? ରେବତୀ କହିଲା, ନାଇଁ ତ, ତମେ ନିଦରେ ଅଛ, ସେଥିପାଇଁ ତମକୁ ଏମିତି ଦେଖାଯାଉଛି। ପୁଣି ରୂପେଶର ଭଉଣୀ କହିଲା, ରେବତୀ ଦିଦି, ତମ ଦାନ୍ତ ଗୁଡ଼ା ଏତେ ବଡ଼ କେମିତି ହେଲା? ନାଇଁ, ତମେ ନିଦରେ ଅଛ ତ ତମକୁ ଏମିତି ଦେଖାଯାଉଛି। ପୁଣି ରୂପେଶର ଭଉଣୀ କହିଲା, ରେବତୀ ଦିଦି, ତମ ପାଦ ଗୁଡ଼ା ଓଲଟା କେମିତି ହେଲା? ରେବତୀ କହିଲା, ନାଇଁ, ତମେ ନିଦରେ ଅଛ ତ ତମକୁ ସେମିତି ଲାଗୁଛି। ରୂପେଶର ଭଉଣୀ ପୁଣି କହିଲା, ରେବତୀ ଦିଦି, ତମ କଣ୍ଠ ଏମିତି କ'ଣ ଶୁଭୁଛି? ତାପରେ ରେବତୀ ରାଗିଯାଇ କହିଲା, ଆରେ, ମୁଁ ଗୋଟେ ଡାହାଣୀ, ଜାଣିପାରୁନ କେତେଥର କହିବି? ରେବତୀ ଏତେ ଜୋରରେ କହିଲା ଯେ ସମସ୍ତେ ଛିଡ଼ା ହୋଇଗଲେ, ଆଉ ରେବତୀର ଅସଲ ରୂପକୁ ଦେଖିଦେଲେ। ଆଉ ରେବତୀ କହିଲା, ହେ ଭଗବାନ, ମୁଁ ଏ କ'ଣ କଲି? ରୂପେଶର ମା କହିଲେ, ତମେ କିଏ? ରେବତୀ କୁଆଡ଼େ ଗଲା? ତାପରେ ରୂପେଶ ଯାଇ ପଡ଼ିଶା ଘର ବ୍ରାହ୍ମଣକୁ ଡାକି ଆଣିଲା, ଆଉ ସେ ପଚାରିଲେ, ତୁ କିଏ? ରେବତୀର କ'ଣ କଲୁ? ରେବତୀ ଡାହାଣୀ କହିଲା, ମୁଁ ହିଁ ରେବତୀ, ଆଉ ମୁଁ ଗୋଟେ ଡାହାଣୀ। ମୋତେ କିଛି କରନ୍ତୁ ନାହିଁ, ମୁଁ କାହାର କିଛି କ୍ଷତି କରିନି। ତାପରେ ବ୍ରାହ୍ମଣ ମନ୍ତ୍ର ଫୁଙ୍କି ରେବତୀ ମଣିଷରେ ବଦଳେଇ ଦେଲେ। ତାପରେ ରେବତୀ କହିଲା, ହେ ଭଗବାନ, ତମେ ଏମିତି କାହିଁକି କଲ? ମୋତେ ମଣିଷ କାହିଁକି କଲ? ମୁଁ ଏବେ ରହିବି କୋଉଠି? ମୋର ତ ଏଠି କିଏ ବି ନାହାନ୍ତି। ଏମିତି କହି ରେବତୀ ବହୁତ ଜୋରରେ କାନ୍ଦିଲା। ତାପରେ ରୂପେଶ କହିଲା, ତୁମେ ଚିନ୍ତା କରନି, ମୁଁ ତୁମକୁ ବାହା ହେବି ଆଉ ସାରା ଜୀବନ ମୋ ସାଥିରେ ରଖିବି। ତା ପରଦିନ ସେମାନଙ୍କର ବାହାଘର ହେଲା। ରେବତୀ ଆସିବାର 3 ଦିନ ହୋଇଯାଇଥିଲା, ଆଉ ତା ଡାହାଣୀ ଦିଦି ଖୋଜି ଖୋଜି ତା ପାଖକୁ ଆସିଲା, ଆଉ କହିଲା, ତମେ ମୋ ରେବତୀର ଏ କ'ଣ କଲ?
ମୁଁ ତୁମକୁ ଛାଡ଼ିବୁନି। ରେବତୀ କହିଲା, ନା ଦିଦି, ସେମାନେ କିଛି ଖରାପ କରିନାହାନ୍ତି। ଆଉ ମୁଁ ଏଠି ବହୁତ ଖୁସିରେ ଅଛି। ତମେ ସେମାନଙ୍କର କିଛି କ୍ଷତି କର ନାହିଁ ପ୍ଲିଜ୍। ରେବତୀର ବୈବାହିକ ସୁଖର ସଂସାର ଦେଖି ଡାହାଣୀ ଖୁସି ହୋଇଗଲା ଆଉ କହିଲା, ରେବତୀ, ମୋତେ କେବେ ବି ଭୁଲିବୁନୁ। ଆଉ ଯଦି କିଛି ସାହାଯ୍ୟ ଦରକାର ହେଲେ ଏ ଡାହାଣୀ ଦିଦିକୁ ମନେ ପକେଇବୁ। ତୋର ଏ ଦିଦି ତୋ ଆଗରେ ହାଜର ହୋଇଯିବ। ଆଉ ଡାହାଣୀ ଚାଲିଗଲା ଆଉ ରୂପେଶ ଓ ରେବତୀ ଖୁସିରେ ରହିଲେ।